ଦେଖୁଛ ମୋ ବେଶ ବୋଧା ଦେଖୁଛୁ କହିଲେ ଇଏ କିଏ ନା ସିଏ କହିଲା କୋଉଟା କଣ ବୋଉ କହିଲା ନ୍ୟୁ ସର୍ବାଣ୍ଟ ନା କଣ ଗୋଟା ଏମିତି କହିଲା ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ ଇଲୋ ବୋପା କି ଖରା ହଉଛି ମୁଁ ଆଉ ଏତିକ ବାଟ କେମିତି ଯାଇ ପହଞ୍ଚିବି ଘରେ ଆଗ ମୁଁ ସେ ଲାଇଁ ଚିନ୍ତା କୁଆଡେ ଗଲେ କେହି ଦେଖା ନାହାନ୍ତି ଏତେବେଳେ ଯାକେ ଗୋଟା କିଏ ଯଦି ଆସନ୍ତା ଟିକେ ନେଇ ଛାଡ଼ି ଦିଅନ୍ତା ଇଲୋ ବୋପା ଏ ଯୋଉ ଖରା ଗରମ ହଉଛି ଓହୋ କହିବା ଦିଟା ନମସ୍କାର ମାମୁଁ ନମସ୍କାର। ହଁ ନମସ୍କାର କୁଆଡେ ଯାଇଥିଲ? ମୁଁ ଟିକେ ଯାଇଥିଲି ଭୁବନେଶ୍ୱର ଯାଇଥିଲି ଓହୋ ଭୁବନେଶ୍ୱର କାଇଁ ଯାଇଥିଲ? ଆରେ ଆମ ଯୋଉ ସାନ ପୁଅ ବା ଓ ସାନ ପୁଅ କତିକି ପଳେଇଥିଲ? ସାନ ପୁଅ କତିକି ଯାଇଥିଲି ବା ସେ ସାନ ଟଙ୍କା ନାତିର ଖାଲି ଜନ୍ମଦିନ ଥିଲା ହଁ ଆଉ ଯାଇଥିଲି ବା ସେଇଠିକି 8 ଦିନ ହେଲାଣି ଦେଖା ହଉନ। ମୁଁ ବା ସେଇ 8 ଦିନ ହେଲା ଯାଇଥିଲି କାଲି ଜନ୍ମଦିନ ଥିଲା ତାର। କେମିତି ଯାଇଥିଲ? ଏ ପୁଅ ବୋଉ ଆଇଥିଲେ ମତେ କାରରେ ନେଇକି ଯାଇଥିଲେ। ଓହୋ ଆଜି ପୁଣି କେମିତି ଆଇଲ? ଆଜି ବସରେ ପଳେଇ ଆଇଲି ଆଉ ପୁଅ କହିଲା ମୋର ଟିକେ ବାପା କାମ ଅଛି ତମେ ବସରେ ପଳେଇ ଯାଅ ବୋଉ ବି କହିଲା ହଉ ଦେ ଯା ସେଇଠୁ ବୋଉ ଦେଲା କେତେ 100 ଟଙ୍କା ଗୋଟା 20 ଟଙ୍କା 120 ଟଙ୍କା ଦେଲା ବୋଉ କହିଲା ଯା ଏଇଥିରେ ବସରେ ଖର୍ଚ୍ଚ ବାର୍ଚ୍ଚ କରି ପଳେଇବ ଆଉ ବାପା ମତେ ଟିକେ ଏତେ କଥା ଗପନା ମତେ ନେଇ ଛାଡ଼ି ଦେଇଆଇଲ ଟିକେ ଘରେ ଆମେ ଟିକେ ଯାଉଥିଲୁ ଶିଶୁଆ ଜଳିଖିଆ ଆସୁନୁ ଏଇପଟେ ପଳେଇ ମାମୁଁ ଖାଇଛ ନା? ଖାଇବି ହଁ ସେ କାଲି ସକାଳ ଯୋଉ ରାତିରେ ଯୋଉ ହେଇନଥିଲା ଏଇ ଯୋଉ କ୍ଷୀରି ଫିରି ଯୋଉ ଥିଲା ବା ସେଇଆକୁ ବୋଉ କଣ ଦେଲା ମୁଁ ସେଇଆକୁ ଟିକେ ଗୋଳି ଗାଳି ପିଇ ଦେଇ ଚାଲି ଯାଇଲି ଆଉ ଚାଲୁ ମୋ ବା ଗୋଡ ହାତ ଥରି ଲାଗି ପଡିକି ଆମ ବିଲରେ ମଣିଷ ପର୍ଯ୍ୟନ୍ତ ବାଟୁଛନ୍ତି ଯାଇଥିଲୁ ସେଠି ଆଣି ବୁଲେଇଲୁ ବାପା ବାପା ମୁଁ ମଝିରେ ବସିବି ମୁଁ ବୁଢା ମଣିଷ ବସରେ ତମେ ଆଉଛ ଏ ଯୋଉ ଦଳା ଚକଟା ଠେଲା ପେଲା ତମେ ପୁଅ କହିଛ ଗୋଟେ ଗାଡି କରିଦେଇଥାନ୍ତା ଆଣି ଛାଡ଼ି ଦେଇଛ ନା ଏତେ ପଇସା କମାଉଛି ବାପା କହୁଛି ବସରେ ଯା ଭୁବନେଶ୍ୱର ତମର ତା ସାନ ପୁଅ କତିକି ଯାଇଥିଲେ ରହିଥା ମୁଁ ଗୋଟେ ମିକ୍ସଚର ନେଇଯାଏ ଏ ରତନା ପୁଅଟା ଥବ ବାବିଆ ଖୋଜିବ ଅବିକା ବିଜୟ ଗୋଟେ ମିକ୍ସଚର ଦେଲୁ ପାଣି ବୋତଲ ଟିକେ ଦେଲୁ ଘଡି ଯାଇଛନ୍ତି ନା କଣ ଏମିତି ଆଉ କହନା ବାପା ମୁଁ ଯାଇଥିଲି କି ଲୋକ ତାର କେଡେ କେଡେ ଲୋକ ତାର ଚିହ୍ନା ପରିଚ ଏ କ୍ଲାସ ଅଫିସର ଟା ଆଉ କରିଥିବ ଆଉ ପୁଅ ବୋଉ 2 ଜଣ ଯାକ ଚାକିରି କରିଛନ୍ତି ଆଉ ଘରକୁ ମାସକୁ 2 ଲକ୍ଷ ଟଙ୍କା ପାଉଛି ଆଉ ସେ କରିଥିବେ ଯାକ ଜମକି ଆଉ ହଁ ବା ଆରେ ମୁଁ ବା ତମକୁ ଗୋଟେ କଥା ପଚାରିବି ବୋଲି ପଚାରି ପାରିଲିନି ଆଉ ଏଇଠି ତ ବଇଛ ଏଇଠି ପଚାରିଦେବା ବିଜୟ ଭାଇ ବଇଛି ଆଉ ତ କଣ ସେ ପୁଅ ବୋଉ ମତେ ଗୋଟେ ଇଂଲିଶରେ କହିଲେ କିଏ କହିଲା ସେ ବୋଉଟା କହିଲା ମୋର କଣ କହିଲା ଇଂଲିଶରେ ଶୁଣୁନୁ ଆରେ ସେ ନାତି ଟୋକାଟା ସେଠି ଖେଳୁଥିଲା ମୁଁ ସେଠୁ ତା ସାଙ୍ଗରେ ସେଠି ଖେଳୁଥିଲି ଏତେ ବର୍ଷ ପରେ ଜେଜୁକୁ ଦେଖୁଛି ଖୁସିରେ ଖେଳୁଥିବ ଆଉ ଦୌଡ଼ା ଧପଡ଼ା ହଉଥିବ ଓଡ଼ା କିଏ ବଡ଼ ବଡ଼ିଆ ଲୋକ ଆଇଲେ କିଏ ମାନେ ସୁଟ ପ୍ୟାଣ୍ଟ ପିନ୍ଧିଛନ୍ତି ସୁନା ଗହଣା ନାଇଛନ୍ତି ମୁଁ ଦେଖିକିନା ତାଙ୍କୁ କାଠ ବୁଝିପାରିଲି ସେଇଠୁ ମୋ ବୋଉକୁ ପଚାରିଲେ କହିଲେ କିଏ ଇଏ ମୁଁ ତ ଦେଖୁଛୁ ଭାଇ ମୋ ବେଶ ବୋଧା ଦେଖୁଛୁ କହିଲେ ଇଏ କିଏ ନା ସିଏ କହିଲା ଗୋଟା କଣ ବୋଉ କହିଲା ନ୍ୟୁ ସର୍ବାଣ୍ଟ ନା କଣ ଗୋଟା ଏମିତି କହିଲା ସିଏ ଗୋଟା କହିଦେଇଛି ବୋଧେ ଏଇ ଯୋଉ ଇଏ ଶ୍ୱଶୁର କହିଦେଇଛି ବୋଧେ ଇଂଲିଶରେ ଆଉ ନୂଆ ସଦସ୍ୟ ବୋଧେ କହିଥିବ ମାମୁଁ ମୋର ଜାଣିପାରୁନି ଆଉ ନାଇଁ କଣ ଡାଡି କହିବା କଥା ଶ୍ୱଶୁର ବସୁର ମତେ ସିଏ ଡାଡି ଡାକେ ତୁ ଯୋଉ କଥା କହୁଛୁ ସର୍ବାଣ୍ଟ କହିଦେଇଛି ଆଉ ଛାଡ ସିଏ ଗଲା କଥା ଗଲାଣି ତମେ ଶୀଘ୍ର ନେଇକି ଗଲ ଆମେ ଭାରି ଗୋଳେଇ ଘାଟି ହେଲାଣି କାହିଁ କହିଲୁ ସେ ଯୋଉ ଖାଇବା ପିଇବା ଦାଦାକୁ ମିଶ୍ଚରଟା ଦେଲ ସେ ମୋର ଝିଅ ହାତ କାହିଁ ଗୋଳେଇ ଘାଟି ହଉଛି କହିଲୁ ମତେ ମୁଁ ଭାବୁଛି ଥଣ୍ଡା ଧରି ପକେଇଲା ଆରେ ସେ ଯୋଉ ଦେଖିଥବୁ ଲୋକ ଦୁନିଆ ଲୋକ ଖାଇବା ପିଇବା କରିଥିଲା କେତେ ଜାଣିଥବୁ ରୋଷେଇ ସରଞ୍ଜାମ କେତେ ଆଇଥବ ସେ ସବୁ ସକାଳୁ ମାଜି ମୁଜିକି ଆଇଲି ବା କାଇଁ ସେ ଲୋକ ଗୋଟା କରିପାରିଲାନି ତମେ ମାଜୁଥଲ
ସିଏ କହିଲା ବାପା ବାପା ଏଠି ଘରେ ଗୋରୁ ଗାଈ କାମ କରୁଛି ମାନେ ଲଗେଇ ଦେଇଛି କାମରେ ଆଉ ବୁଦ୍ଧିଆ ପୁଅଟା ତ ପୁଣି ଯିବୁ ପୁଣି ଜଳିଖିଆ ଆଉ କଣ କରିବି ମୋର ଆଡେ ଘରେ ଗୋରୁ ଗାଈ ବନ୍ଧା ହେଇଛନ୍ତି ମୁଁ ମନ ମାନିଲାନି ମୁଁ 8-10 ଦିନ ହେଲା ଗଲିନି ମୁଁ କହିଲି ନାଇଁ ମୁଁ ଯାଉଛି ଆଗ ଘରକୁ ପଳେଇ ସେ ରଚନା ପୁଅଟା କାଲି କାନ୍ଦୁଥିଲା ସେମିତି ବୁଲିବ ବୋଲି ଜେଜେ କୁଆଡେ ଗଲେ କହୁଥିଲା ଦେ ସେ ମିଷ୍ଟରଟା ଆଇଲୁ ତମେ ଯାଅ ବାପା ତମେ ଯାଅ ମୁଁ ଏଇଠୁ ଚାଲି ପଳେଇ ଏଇଠୁ ପଳେଇବି ଏଇଠୁ ପଳେଇବ ତାହେଲେ ହଁ ହଁ ହଉ ମୁଁ ଆସିଲେ ସନ୍ଧ୍ୟା ବେଳକୁ ପଇସା ନବୁ ବିଦ୍ୟା ତମ ଗାମୁଛା ନିଅ ତମେ ଯା ଆମେ ଚାଲି ପଳା ଏଇଠି ଆଉ ଏଇ ବୁଝିଲ ବିଦ୍ୟା ବାପ ମା ପିଲା ଛୁଆଙ୍କୁ ପାଠ ପଢେଇ ଚାକିରି ବାକିରି କରେଇଦେଲା ପରେ ଦେଖୁନା ଗୋଟେ କେଡେ ବଡ ଲୋକ ତା ବୋଉ ତାକୁ କହୁଛି ସର୍ଭ୍ୟାଣ୍ଟ ନ୍ୟୁ ସର୍ଭ୍ୟାଣ୍ଟ ମାମୁଁ ସିନା ମୋର ଟିକେ ପାଠ ଯଦି ପଢିଥାନ୍ତା ଧରିଥାନ୍ତା ଆଉ ଖରାପ ହେଲେ ଆମେ ଆଉ କଣ କହିବୁ ନାହିଁ ସେ ଚାକର କହିଲେ ବୋଲି ଇଂଲିଶରେ କଥା ଖରାପ ହବ ତାପରେ ଅନେଇଲୁ ଚଇତା ଇଏ ହଉଛି ଦାଦାର କର୍ମଫଳ କାହିଁ କହିଲୁ ଦାଦା ତା ବାପ ମାଙ୍କୁ ସେମିତି କରେ ପରା ଆଉ ତା ବୋଉ ତାକୁ କହିବ ବୋଲି ବାପା ମାଙ୍କୁ ଏମିତି ଚାକର ଭଳିଆ ଖଟଉଥିଲା ଆଉ କଣ ଚାକର କହୁଥିଲା କହୁଥିବ କି ନାଇଁ ତୁ କେମିତି ଜାଣିଲୁ ନା ମ ଆଜି ସେ ନିଜେ ଶୁଣିଲା ବୋଲି ଜାଣିଲା ଯେ ମୋ ବୋଉ ମତେ ଗୋଟେ କଣ ଇଂଲିଶରେ କହିଲା ସେ ଠିକ ଧରିଛି ବାବା ସ୍ୱାଇଁ ମନେ ଏତେ ବୋକା ଲୋକ ନୁହେଁ ସେ କଥା ଆଦା କରିଦବ ଆମେ ସିନା ତାକୁ କହିଲୁନୁ ଯୋଉଠୁ ହେଲେ ବୁଝିଦବ ସର୍ଭ୍ୟାଣ୍ଟ ମାନେ କଣ ନାଇଁ ତାକୁ କହିବନି ବୟସ ହେଇଗଲାଣି ନା ଇଏ କରିବ ନା କୋଉଠି କଣ କରିଦବ ଆଜିକାଲି ଦୁନିଆଟା ମାନେ ଭାଇ ମାନେ ଆପଣ ମାନେ ଯୋଉମାନେ ଭିଡିଓ ଦେଖୁଛନ୍ତି ଖାଲି ଭିଡିଓ ଦେଖି ମଜା ନିଅନ୍ତୁନି ଏ କଥାର ମାନେ ଦମ ଟିକେ ବୁଝନ୍ତୁ ଏ ଭଲ କଥା ନୁହେଁ ପୁଅ ବୋଉଙ୍କୁ ମାନେ ଚାକିରି କରିବା ଭଲ ମୁଣ୍ଡକୁ ହାତ ପାଇଗଲା ପରେ ବାପା ମାଙ୍କ ଚାକର କହିବା ଇଂଲିଶରେ ଏସବୁ ଜିନିଷ ଭଲ ନୁହେଁ ମାନେ ଏମିତି କେତେ ପ୍ରକାର କଥା ତମ ଭିତରେ କଥା ହଉଥିବ ବାପା ମା ଜାଣିପାରୁଥିବେ ପୁଅ ବୋଉ ଆମକୁ କଣ କହିଲେ ତମ ମୁହଁର ଆପେରାନ୍ସ ରୁ ଆଜି ବାବା ସ୍ୱାଇଁଙ୍କ ଇଏରେ ଘଟିଛି କାଲି ଆପଣ ମାନଙ୍କ କ୍ଷେତ୍ରରେ ବି ସେମିତି ଘଟିପାରେ ଆଉ ତମ ପିଲା ଛୁଆ ତମକୁ ସେଇ ବ୍ୟବହାରଟା ହିଁ ନିଶ୍ଚିନ୍ତ ଦିନେ ନା ଦିନେ କରିବେ ସବୁ କର୍ମର ଫଳ ଏ ବାବା ସ୍ୱାଇଁ ଆଜି ଭୋଗୁଛି ଏ ତା କର୍ମର ଫଳ ବୁଝିପାରିଲେ ଯେମିତି କରିବ ସେମିତି ପାଇବ ଆଉ କିଛି ବେଶୀ ବୁଝେଇବା ଦରକାର ନାହିଁ ଏ ଗପଟା ବି ସମସ୍ତେ ଶୁଣିଥିବ ଜାଣିଥିବ ଏଟା ଗୋଟେ ଆମେ ନାଟ୍ୟ ରୂପାନ୍ତର କରିଦେଇଛୁ ଆଉ ରଖୁଛୁ ନମସ୍କାର।